ଯେପର୍ଯ୍ୟନ୍ତ ଆସାମୀ ମାନେ ଆରେଷ୍ଟ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମୋ ଜୀବନ ବିପଦରେ ଅଛି। ଦାୟୀ ଦେବି ଆମର ମହାକାଳପଡ଼ା ବିଧାୟକ ଏବଂ ବିଡ଼ିଓ ମହୋଦୟ ଏବଂ ଆଇଏଏସ୍ ମହୋଦୟ। ଆଙ୍କରି ପାଇଁ ହିଁ ମୋ ଭାଇ ଆଜି ଏତିକି କଷ୍ଟ ପାଇଛି ଆଉ ମୁଁ ବି କଷ୍ଟ ପାଇଛି। ଆପଣ କେମିତି କହୁଛନ୍ତି ବେଲ୍ ଆସିଲେ ମୁଁ ଖୁସି ହେବି? ଯେଉଁଠି ମୋ ନାଁରେ ମିଛ କେସ୍ କରି ମୋତେ ନିର୍ଯାତନା କରାହେଇଛି, ବର୍ତ୍ତମାନ ସେ ଆସାମୀ ମାନେ ଧରା ହେଇନାହାନ୍ତି, ତ ବେଲ୍ରେ ମୁଁ ଖୁସି ହେବି। ଯେପର୍ଯ୍ୟନ୍ତ ଆସାମୀ ମାନେ ଆରେଷ୍ଟ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମୋ ଜୀବନ ବିପଦରେ ଅଛି। ମୁଁ ବର୍ତ୍ତମାନ ଏସ୍ପିଙ୍କୁ ସୁରକ୍ଷା ମାଗିବି। ଯେପର୍ଯ୍ୟନ୍ତ ସେମାନଙ୍କୁ ଆରେଷ୍ଟ ନ କରିଛନ୍ତି ଏସ୍ପି, ମୋତେ ସୁରକ୍ଷା ଦିଆଯାଉ। ମୋ ଜେଲ୍ରେ ଥିଲେ ହିଁ ମୁଁ ସୁରକ୍ଷିତ ଥାନ୍ତି, ମୋ ଜୀବନ ବଞ୍ଚିକି ରହିଥାନ୍ତା। ବର୍ତ୍ତମାନ ମୁଁ ଆହୁରି କୋଉଠି ନା କୋଉଠି ଅସୁରକ୍ଷିତ ମନେ କରୁଛି। ମୋତେ ତ ତଳ କୋର୍ଟ ବେଲ୍ ଦେଇଦେଲା, ବଟ୍ ତାକୁ ଏପର୍ଯ୍ୟନ୍ତ 7 ଦିନ ହେଇଗଲାଣି ସେ ଭିତରେ ଅଛି, ବିନା ଦୋଷରେ ବିନା କାରଣରେ। ଏଥିପାଇଁ କୋଉଠି ନା କୋଉଠି ମୁଁ ଦାୟୀ ଦେବି ଆମର ମହାକାଳପଡ଼ା ବିଧାୟକ ଏବଂ ବିଡ଼ିଓ ମହୋଦୟ ଏବଂ ଆଇଏଏସ୍ ମହୋଦୟ। ଆଙ୍କରି ପାଇଁ ହିଁ ମୋ ଭାଇ ଆଜି ଏତିକି କଷ୍ଟ ପାଇଛି ଆଉ ମୁଁ ବି କଷ୍ଟ ପାଇଛି। ତ ଆଙ୍କ ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କାହାକୁ ବି ଗିରଫ କରାଇନି। 7 ଜଣଙ୍କ ଭିତରୁ ଅଦର୍ଶରେ ଯେଉଁ ଥିଲେ, ଅଦର୍ଶରୁ ଜଣେ ବନ୍ଧା ହେଇଛି। ତ ଏଇଟା କୋଉଠି ନା କୋଉଠି ପୋଲିସ ଧୂଆଁ ବୁଲାଇବାକୁ ଚେଷ୍ଟା କରୁଛି ଗଣମାଧ୍ୟମକୁ। ସମସ୍ତେ ହିଁ ମୁଖ୍ୟ ଅଭିଯୁକ୍ତ ଥିଲେ। ନା ବି ଆପଣ ଦେଖିପାରୁଥିବେ, ମୁଁ ଯେଉଁ ସୋସିଆଲ ମିଡ଼ିଆରେ ଯେଉଁ ପୋଷ୍ଟ କରିଛି ସେଥିରେ ସମସ୍ତଙ୍କୁ ବି ଦେଖାଯାଉଛି, ଫେସ୍ ଦେଖାଯାଉଛି। କିଛି ଲୋକଙ୍କ ନାଁ ମୋର ମନେ ଅଛି, ପ୍ରଶାନ୍ତ ସେଠୀ, ରୋହିତ, ମାନସ, ଏମିତି ଅଛନ୍ତି ବହୁତ କିଛି। ଆପଣ ତାଙ୍କୁ ଦେଖିଲେ ବି ଜାଣିପାରିବେ ତାଙ୍କର ଭିଜୁଆଲ ବର୍ତ୍ତମାନ। ସେଇଟା ହେଉଛି ତାଙ୍କର ମାନସିକତା। ଜଣଙ୍କ ଆଖିରେ କ'ଣ ଆମେ ତାକୁ ଦେଖାଯାଉଛୁ, ସେ ଯେଉଁଟା ଭାବିବ ଆମେ ତାକୁ ସେଇଆ ହିଁ ଦେଖାଯିବୁ। କିନ୍ତୁ ଏଟାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରୁଛି। କାହାକୁ କାହା ଚରିତ୍ରକୁ ଆକ୍ଷେପ କରିକି କହିବା କଥା ନୁହଁ। ତ ଯେଉଁମାନେ ବି ମୋ ପ୍ରତି ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ, ନହେଲେ ଆଗାମୀ ଦିନରେ ଆର ତୀବ୍ର ବିରୋଧ ହେବ।